ଆଉ ଭାଇ କ'ଣ କଥା କ'ଣ ଯୁଦ୍ଧ ତ ଆରମ୍ଭ ହେଇଗଲା। ଆଉ ଏ ଭୟଙ୍କର ଯୁଦ୍ଧ ସନ୍ତ୍ରାସବାଦୀ ବିନାଶ ହେଲେ ମୁଁ କହୁଛି ସେଦିନ ଭୁଲ କାମ କରନା, ଭୁଲ କାମ କରନା କେହି, ତମେ ନୁହଁ କି ମୁଁ ନୁହଁ। ପ୍ରତି ଭୁଲ କାମର ଦଣ୍ଡ ଭୟଙ୍କର। ହଉ, ସେ ବିଷୟରେ ଆମେ ପରେ ଆଲୋଚନା କରିବା। ଏବେ ଆଲୋଚନା କରିବା ବୃଷ ରାଶି। ମେ 14ରୁ ଜୁନ୍ 14 ଯାଏ ବୃଷ ରାଶିର ମୋ ଭାଇ ବନ୍ଧୁ କୁଟୁମ୍ବ ଯେଉଁମାନେ ମୋର ଏବେ ଶ୍ରୋତା ବନ୍ଧୁ, ସେମାନେ ସମସ୍ତେ ଶୁଣନ୍ତୁ ଯେ କେଉଁ ଗ୍ରହ କେଉଁଠି ଅଛନ୍ତି। ଆପଣଙ୍କ ଆଗରୁ କୁହାଯାଇଛି ଯେ ମେ 14ରେ ବୃହସ୍ପତି ବୃଷରୁ ମିଥୁନକୁ ଯିବେ। ଶନି ମହାଶୟ କୁମ୍ଭରୁ ମୀନକୁ ପଳେଇଲେଣି। ମେ 29ରେ କନ୍ୟାରୁ ସିଂହକୁ ଯିବେ କେତୁ, ମୀନରୁ କୁମ୍ଭକୁ ଆସିବେ ରାହୁ। ଆଉ ମେ 14ରେ ମେଷରୁ ବୃଷକୁ ଯିବେ ରବି। ମେ 23 ଯାଏ ବୁଧ ରହିବେ ମୀନରେ। ଆଉ ତାଙ୍କର ସ୍ଥିତି ଆଉ ଠିକ୍ ନାହିଁ, ସେ ଢଳ ପାଦରେ ଅଛନ୍ତି। ସେ ମେ 25ରୁ ବୃଷକୁ ଯିବେ। ମଙ୍ଗଳ ଏବେ କର୍କଟରେ ଅଛନ୍ତି। ସେ 5-6 ଯାଏ କର୍କଟରେ ରହିବେ। 6-6ରୁ ସିଂହକୁ ଯିବେ। ଏଇଭଳି ଭାବରେ ଆଉ ମାସ ସାରା ମୀନରେ ଶୁକ୍ର ରହିବେ ଆଉ ଶନି ରହିବେ। ମାସ ସାରା ମୀନରେ ଶୁକ୍ର ରହିବେ, ଶନି ରହିବେ। ମାସ ସାରା ବୃଷରେ ରବି ରହିବେ। ମିଥୁନରେ ବୃହସ୍ପତି ରହିବେ। ଆଉ ଅଧା ମାସରୁ ଏପଟ ସେପଟ ହେବେ ମଙ୍ଗଳ, କେତୁ, ରାହୁ ଆଉ ବୁଧ। ହେଲେ କ'ଣ ଫଳ ମିଳିବ? ଫଳ ମିଳିବ ବୃଷ ପାଇଁ ଦ୍ୱିତୀୟ ରବି ହେତୁ ସବୁ ଦିଗରୁ ହାନି ହେବ। କର୍କଟରେ ଥିବା ମଙ୍ଗଳ ତୃତୀୟ ହେତୁ ଦୁଃଖ ଦୂର ହୋଇ ଲକ୍ଷ୍ମୀ ଲାଭ କରାଇବେ। 6-6ରୁ ସେ ସିଂହକୁ ଆସିବେ, ଚତୁର୍ଥ ହେବେ, ତେଣୁ ଶତ୍ରୁ ବୃଦ୍ଧି ହେବେ। ବୁଧ 21 ଯାଏ ମୀନରେ, ଏକାଦଶରେ ସମସ୍ତ ଲାଭ କରାଇବେ। 24-5 ଯାଏ ବୃଷକୁ ଆସିଲେ ଦୁଃଖ ଦେବେ। 25-5ରୁ 14-6 ଯାଏ ସେ ବୃଷରେ ସବୁ ବାଧା ବନ୍ଧନ ସୃଷ୍ଟି କରିବେ। ବୁଧ ମଙ୍ଗଳ ନୁହନ୍ତି। ଗୁରୁ 13-5 ଯାଏ ବୃଷରେ ଜନ୍ମ, ତେଣୁ ମନ ଆତଙ୍କିତ ହେବ। 14-5ରୁ 14-6 ଯାଏ ସେ ଧନଧାନ୍ୟରେ ବୃଷ ରାଶିକୁ ପୋତି ପକାଇବେ। ଶୁକ୍ର 14-5 ଯାଏ ମୀନରେ, ଏକାଦଶରେ, ତେଣୁ ସେ ମାସ ସାରା ଦୁଃଖ ଦେବେ। ଶୁକ୍ର। ଶନି ମାସ ସାରା ଏକାଦଶରେ ଯାବତୀୟ ଲାଭ କରାଇବେ। ରାହୁ 28-5 ଯାଏ ଏକାଦଶରେ ବହୁ ସୁବିଧା ଦେବେ, ଲାଭ ମଧ୍ୟ ହେବ। 29-5ରୁ ସେ ଏତେବେଳେ କୁମ୍ଭକୁ ଯିବେ, ସବୁ ଦିଗରୁ ଶୁଭ ମଧ୍ୟ କରାଇବେ, ମାନେ ମାସ ସାରା ରାହୁ ଶୁଭ। କେତୁ 28 ଯାଏ ପଞ୍ଚମରେ ଶୋକ ସମ୍ବାଦ ଶୁଣାଇବେ। 29-6ରୁ ସେ ସିଂହକୁ ଆସିଲା ପରେ ଦେହ ହାତ ଦରଜ ହେବ। ଏ ହେଲା ଗ୍ରହମାନଙ୍କର ଫଳାଫଳ। ଏଇ ଯେଉଁ ଫେଣ୍ଟା ଫେଣ୍ଟିରୁ ଯେଉଁ ଦହି ବୁଲେଇଲେ, ସେଥିରୁ ଲହୁଣୀ କେତେ ବାହାରିଲା ଆଉ ପାଣି କେତେ ରହିଲା? ସେ ଲହୁଣୀ ଯେଉଁ ବାହାରିବ, ସେ ଲହୁଣୀରୁ କେତେ ଘିଅ ବାହାରିବ ଆଉ କେତେ ତା'ର ଅଂଶ ପୋଡ଼ିଯିବ, ଆମେ ଯାକୁ କୋରୁଅ କହୁଛେ।
ବୃଷକୁ ଲଗ୍ନ ନେଲେ ମୀନ ଏକାଦଶ, ମୀନରେ ରାହୁ ଶନି ଶୁକ୍ର ବୁଧ 21 ଯାଏ ରହିବେ। 21-5 ଯାଏ 4 ଗ୍ରହ ଏକାଦଶ ରହିବେ। ମାତ୍ର ସେଠାରେ ରାହୁ ଓ ଶନି ଥିବାରୁ ଭଲ ଫଳ ହେବା କଥା। ଏ ଯେଉଁ ଯୁଦ୍ଧ ହେଉଛି କ'ଣ ପାଇଁ ହେଉଛି? ଆଗରୁ ମଧ୍ୟ କୁହାହେଇଥିଲା, ଏବେ କୁହାଯାଉଛି ରାହୁ ଆଉ ଶନି ଜାତକରେ ଯାହାର ଗୋଟାଏ ଘରେ ଥିବେ ତା ଜୀବନଟା ଯେମିତି ସଂଗ୍ରାମମୟ, ଖାଲି ସଂଗ୍ରାମ କରି କରି ଖଟି ଖଟି ଝଗଡ଼ା କରି କରି ଜୀବନଟା ଯାଏ। ଗୋଟେ ଯେକୌଣସି ଘରେ ଥିବେ କିଏ ଶନି ଆଉ ରାହୁ, ଯେମିତି ସଂଗ୍ରାମପୂର୍ଣ୍ଣ ଜୀବନ ତାର ହେଇଯାଏ, ସେମିତି ଶନି ରାହୁ ଏକତ୍ର ଥିଲା ପର୍ଯ୍ୟନ୍ତ ପୃଥିବୀ ସାରା ସର୍ବତ୍ର ବିଭ୍ରାଟ ହେବ। ଯେଉଁ ପାକିସ୍ତାନ ଭାରତର ଯୁଦ୍ଧ ହେଉଛି ଏଥିପାଇଁ କେବଳ 29-5 ପରେ ସବୁ ରାହୁ କୁମ୍ଭକୁ ଫେରି ଆସିଲା ପରେ ପୃଥିବୀ ଶାନ୍ତ ହେବ, ସବୁ ସମସ୍ୟା ଦୂର ହେବ। ତେଣୁ ଯେହେତୁ ଶନି ଆଉ ରାହୁ ଉଭୟ ଏକତ୍ରିତ ଅଛନ୍ତି, ତେଣୁ ସମସ୍ତ ବିଭ୍ରାଟ ହେବ। ମେ 29ରେ ରାହୁ କୁମ୍ଭକୁ ଗଲା ପରେ ଶନିଙ୍କ ଏକାଦଶ ଫଳ ବୃଷ ରାଶି ଲାଭ କରିବେ। ମାନେ ବୃଷ ରାଶିର ମାନେ ଏକାଦଶସ୍ଥ କୌଣସି ଗ୍ରହଙ୍କର ଫଳ ପାଇପାରିବେ ନାହିଁ ରାହୁ ଥିବା ପର୍ଯ୍ୟନ୍ତ। ରାହୁ ରିଟର୍ଣ୍ଣ କଲା ପରେ କେଉଁଠି କୁମ୍ଭକୁ ଆସିଲା ପରେ ସବୁ ଏକାଦଶସ୍ଥ ଗ୍ରହ ବୃଷ ରାଶି କଲ୍ୟାଣ କରିବେ। 29-5 ପର୍ଯ୍ୟନ୍ତ ସମସ୍ୟା ରହିବ ବୃଷ ରାଶି ପାଇଁ, ପୃଥିବୀ ପାଇଁ ରହିବ। ଆଉ ଆଚ୍ଛା, ମଙ୍ଗଳ କର୍କଟରେ ସେ 6-6ରେ ସିଂହକୁ ଯିବେ। ମଙ୍ଗଳ ଆଦୌ ଶୁଭଫଳ ଦେବେନି। 21-5 ଯାଏ ବୁଧ ଏକାଦଶ ଫଳ ଦେବେ, ତାପରେ ସମ୍ପୂର୍ଣ୍ଣ ଅଶୁଭ ଫଳ ଦେବେ। ଗୁରୁ ସହାୟ ହେବେ 14-5 ପରେ। ଏକାଦଶ ଶୁକ୍ର ସୁଖ ଚିନ୍ତା କରନ୍ତିନି କେବେ କାହାର, କେବଳ ଏକାଦଶ ଶନି ଏକାଦଶ ରାହୁ ସହାୟ ହେବା ବଦଳରେ ଖାଲି କଳହ କରାଇବେ। ତେଣୁ ମାନସିକ ଶାନ୍ତିକୁ ଉଜାଡ଼ି ଦେବେ। କେତୁଙ୍କ ଯୋଗୁଁ ଅସୁସ୍ଥତା ଲାଗି ରହିବ। ଲଗ୍ନରେ ରବି ଓ ଗୁରୁ, ମାନେ ଲଗ୍ନ ଜନ୍ମ ରବି ଓ ଜନ୍ମ ବୃହସ୍ପତି ସହ ପଞ୍ଚମ ତଥା ଚତୁର୍ଥ କେତୁ, ଏଣୁ ଦେହ ପ୍ରାୟ ଅସୁସ୍ଥ ରହିବ। ପାରିବାରିକ ଓ ଦାମ୍ପତ୍ୟ ଶାନ୍ତି ବିଘଟନ ହେବ। କର୍ମକ୍ଷେତ୍ର ତଥା ଚାକିରି ବ୍ୟବସାୟ ଓ ସେବା ଆଦି କ୍ଷେତ୍ରରେ ଶତ୍ରୁମାନେ ହଇରାଣ କରିବେ। କେବଳ ପଞ୍ଚମକୁ ଗ୍ରହମାନଙ୍କର ଦୃଷ୍ଟି ଥିବାରୁ ବିଦ୍ୟାର୍ଥୀମାନଙ୍କର ମଙ୍ଗଳ ହେବ। ଗୋଟିଏ ଗ୍ରୁପ ଲାଭ ପାଇଲେ, କି ବିଦ୍ୟାର୍ଥୀ ଆଉ ଗବେଷକ ବୈଜ୍ଞାନିକ ଆଙ୍କ ଲାଭ ହେବ। କର୍ମକ୍ଷେତ୍ରରେ ହଇରାଣ ହେବେ। ବାଣିଜ୍ୟ ବ୍ୟବସାୟରେ କଳି ତକରାଳ ଲାଗି ରହିବ। ଅଶାନ୍ତ ପରିବେଶରେ ଆପଣ ବଣିଜ କରିବେ। ସାଧାରଣ କଥାରେ ଗ୍ରାହକମାନେ ରାଗିଯିବେ। ପୁଣି ମାଲି ମକଦ୍ଦମାରେ ବି ସମୟ କଟିବ। ଆୟଠାରୁ ବ୍ୟୟ ବଢ଼ିଯିବ। ଏଣୁ ମହିଳାମାନେ ଚିନ୍ତିତ ହେବେ। ଘରକୁ ଆସିବ 5 ପଇସା, ଖର୍ଚ୍ଚ ହେବ 50 ପଇସା। ହେଲେ ଘରର ଘରଣୀ କରିବ କ'ଣ, ଚଳାଇବ କେମିତି? ଗୃହସ୍ଥକୁ ଯାହା କହିବ ଏଟା ଆଣୁନ, ମୁଁ କ'ଣ ଆଣିବି, କେଉଁଠୁ ଆଣିବି? ହେଲା, ମାନେ ଏଇ ଅଭାବ ପରିସ୍ଥିତି ସୃଷ୍ଟି ହେବ ଘରେ। ଯାବତୀୟ ସେବା କାର୍ଯ୍ୟରେ ବୃତ୍ତିରେ ଶାନ୍ତି ମିଳିବ। କେବେ ମିଳିବ ନା 29-5 ପରେ। ଅବଶ୍ୟ ମିଥୁନ ଗଲେ ବୃଷ ମିଥୁନ 14-5 ପରେ ବୃହସ୍ପତି ସାହାଯ୍ୟ କରିବେ। 14-5 ପରେ ବୃହସ୍ପତି ସାହାଯ୍ୟ କରିବେ, ପୂର୍ଣ୍ଣ ସହଯୋଗ କରିବେ। ସେ ସର୍ତ୍ତରେ ପୁଣି ଯେଉଁମାନଙ୍କର ଜାତକରେ ବୃହସ୍ପତି ଭଲ ଜାଗାରେ ଥିବେ ସେମାନେ 14-5 ପରେ ବଢ଼ିଆ ଫଳ ପାଇବେ। ବୃହସ୍ପତି ଭଲରେ ଅଛି ମାନେ ସେ 4 କେନ୍ଦ୍ର ଲଗ୍ନ ଚତୁର୍ଥ ସପ୍ତମ ବା ଦଶମରେ ଥିବେ। ଆଉ ସେ ଯଦି ଥିବେ କର୍କଟରେ, ସିଂହରେ, ମେଷରେ, ମୀନରେ ଆଉ ଧନୁରେ, ବିଛାରେ ବି ଭଲ ଫଳ ଦେବେ। କିନ୍ତୁ ଯଦି ସେ କେନ୍ଦ୍ରାଧିପତି ହେଇଥିବେ ଜାତକରେ, ସେ ଏଇ 4 କେନ୍ଦ୍ରରୁ କୌଣସି ଘର ମାଲିକ ହେଇଥିବେ, ତାହେଲେ ସେ ବି ଫଳ ଦେଇପାରିବେ ନାହିଁ। ଇଏ ଗଲା ବୃହସ୍ପତିଙ୍କ କଥା। 29-5 ପରେ ଯେତେବେଳେ ରାହୁ ପଳେଇ ଆସିବେ, କିଏ ଶନି ହେଇଯିବେ ଏକାଦଶ। ଶନି ମଧ୍ୟ ଭଲ ଫଳ ଦେବା କଥା। ଯଦି ସେ ବି ସୁସ୍ଥ ଥିବେ ଜାତକରେ,
ତାହେଲେ ଭଲ ଫଳ ସେ ଦେବେ। ମୁଁ ପୁଣି କହିଦେଉଛି, ଶନି ଯଦି କୁମ୍ଭରେ, ମକରରେ ଆଉ ମିଥୁନରେ, ବୃଷରେ, କନ୍ୟାରେ, ତୁଳାରେ ଥିବେ ଭଲ ଫଳ ଦେବେ। ଯଦି ସିଏ ତୃତୀୟ, ଷଷ୍ଠ, ଏକାଦଶରେ ଥିବେ ଭଲ ଫଳ ଦେବେ, ଦଶମରେ ବି ଭଲ ଫଳ ଦିଅନ୍ତି। ଏସବୁ ବିଚାର କରି ଆପଣ ନିଜ ଜାତକ ଦେଖିବେ ଓ ଭାଗ୍ୟ ଫଳକୁ ନିର୍ଣ୍ଣୟ କରିବେ। ଏ ମାସଟା ଟିକେ ଘଡ଼ିସନ୍ଧି ମୁହୂର୍ତ୍ତ ମାସ। କେବଳ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିବେ ବୃହସ୍ପତି। ଆଉ 29/5 ପରେ ପୂର୍ଣ୍ଣ ସହଯୋଗ କରିବେ ଶନି। ଶୁକ୍ର ତ ଏକାଦଶ ଥିଲେ ଖରାପ ଫଳ ଦିଅନ୍ତି। ହଉ ବନ୍ଧୁ, ଯୁଦ୍ଧ ଚାଲିଛି, ପାକିସ୍ତାନରେ ବହୁତ ଜଣ କ୍ଷତି ହେଇଗଲାଣି, ତଥାପି ତାଙ୍କ ମନରେ ସେଇ ହିଂସା ଭାବ ଅଛି। ଆପଣ ହିଂସା ପରିତ୍ୟାଗ କରନ୍ତୁ, ଶାନ୍ତି ଖୋଜନ୍ତୁ, ଆପଣଙ୍କର ମଙ୍ଗଳ ମୋର ମଙ୍ଗଳ। ରହିଲି ଭାଇ, ନମସ୍କାର।